ভিজুচি সারা রাজ্য, ভাসুচি পুরা ওড়িশা। দর্শক বন্ধু, সারা রাজ্ୟରେ দুর্গা পূজা ଚାଲିଥିଲା ବେଳେ ଲଘୁଚାପ ଜନିତ ବର୍ଷା ଫିକା କରିଦେଇଛି ସମସ୍ତ ଦୁର୍ଗା ପୂଜା ମଣ୍ଡପ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବର୍ତ୍ତମାନ ଓଡ଼ିଶା ଉପକୂଳ ଅତିକ୍ରମ କରିଛି ଏବଂ ଏହାର ପ୍ରଭାବରେ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ବର୍ଷା ହେବା ସହିତ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି। ସେପଟେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିଥିବା ବେଳେ କୋରାପୁଟରେ ପାହାଡ ଧସିବା ସହିତ ଗଜପତିରେ ପୋଲ ଭାସିବା କିମ୍ବା ହଠାତ୍ ବନ୍ୟା ଆସିବା, ମୋହନାରେ ପାହାଡ ଧସିବା ହେଉ କିମ୍ବା ବିଭିନ୍ନ ଜାଗାରେ ଏମିତି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଦେଖାଦେଇଛି। ଯେହେତୁ ଲଘୁଚାପ ଗଭୀର ଅବପାତ ନେଇ ସ୍ଥଳଭାଗ ଛୁଇଁଛି, ଏହାର ପ୍ରଭାବରେ ଆହୁରି 12 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଅଧିକାଂଶ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବା ସହିତ ପବନର ବେଗ ସାରା ଓଡ଼ିଶାରେ ପବନର ବେଗ ଲାଗି ରହିଥିବା ସହିତ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କାହିଁକି ନା ଗଭୀର ଅବପାତର ଯେତେବେଳେ ଲ୍ୟାଣ୍ଡଫଲ କଲା, ଆହୁରି 12 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲା ମାନଙ୍କରେ ରାତି ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ, ଜଳବନ୍ଦୀର ପରିସ୍ଥିତି ସୃଷ୍ଟି ହୋଇପାରେ, ତା ସହିତ କେଉଁ କେଉଁ ଡ୍ୟାମ ମାନଙ୍କୁ ସତର୍କ ସୂଚନା କରାଯାଇଛି। ସବୁଠାରୁ ବଡ କଥା ହେଲା କେଉଁ କେଉଁ ଜିଲ୍ଲା ମାନଙ୍କୁ ବନ୍ୟା ପରିସ୍ଥିତି ଦେଖାଦେବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା। ଆପଣମାନେ ସମସ୍ତେ ଦେଖିବାକୁ ପାଉଥିବା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଟି ପ୍ରଥମେ ଲଘୁଚାପର ରୂପ, ତାପରେ ଦୃଶ୍ୟମାନ ଲଘୁଚାପ ପରେ ଅବପାତର ରୂପ ନେଲା। ଗଭୀର ଅବପାତ ରୂପ ନେଇ ସାରିଥିଲା ଗତକାଲି ରାତି ସୁଦ୍ଧା, ଯାହାକି ମଧ୍ୟରାତ୍ରିରେ ପାରାଦୀପ, ଗୋପାଳପୁର ଠାରେ ଓ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ କଲା, ଯାହାର ଫଳସ୍ୱରୂପ ଗଜପତି, ରାୟଗଡା, ଗଞ୍ଜାମ, ଜଗତସିଂହପୁର, ପୁରୀ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ମାନଙ୍କରେ ଭୀଷଣ ବର୍ଷା ଦେଖାଦେଇଥିଲା, ଯେଉଁଥିପାଇଁ କି 7ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିଲା, 14ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା, ବାକି ସବୁ ଜିଲ୍ଲା ମାନଙ୍କୁ ୟେଲୋ ୱାର୍ଣ୍ଣିଂ ସତର୍କ ସୂଚନା କରାଯାଇଥିଲା। ଯେହେତୁ ସମୁଦ୍ର ପାଖରେ ଘନୀଭୂତ ହୋଇଥିଲା, ସେଥିପାଇଁ ବାତ୍ୟାର ରୂପ ନେଇନଥିଲା, ଗଭୀର ଅବପାତର ରୂପ ନେଇଥିଲା। ଯେତେବେଳେ ସ୍ଥଳଭାଗ ଅତିକ୍ରମ କଲା, ବହୁ ଜାଗାରେ ତାଣ୍ଡବ ରଚିଥିଲା, ଶତାଧିକ ଗଛ ଭୁଶୁଡି ପଡିଥିଲା। ପୁରୀ ହେଉ, ଜଗତସିଂହପୁର ଜିଲ୍ଲା ହେଉ କିମ୍ବା ଗଜପତିରେ ହେଉ, ଜିଲ୍ଲାର ନଦୀର ସ୍ରୋତ ମଧ୍ୟ ବଦଳିଛି। ମାହାନାର ପାହାଡ ଧସିବା ହେଉ ଏବଂ କୋରାପୁଟରେ ମଧ୍ୟ ପାହାଡ ଧସିଛି। କେଉଁଠି ପୋଲ ଉପରେ 4 ଫୁଟର ପାଣି ପ୍ରଭାବିତ ହେଉଛି, ତ କେଉଁଠି ଗାଡି ମଟର ଭାସି ଯାଇଛି। ବିଭିନ୍ନ ଜାଗାରେ ଭୂସ୍ଖଳନ ଦେଖାଦେଇଛି। ଗଞ୍ଜାମ ଜିଲ୍ଲାର ଘୋଡାହାଡ ଡ୍ୟାମରେ ବନ୍ୟା ଆସିଛି। ସେହିପରି ଅକ୍ଟୋବର ମାସରେ ବହୁ ଗୁଡିକ ଲଘୁଚାପ ସୃଷ୍ଟି ହୋଇପାରେ। ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ସହିତ ତୁହାକୁ ତୁହା ପବନ ଦେଖାଦେଇଛି। କିଛି କିଛି ସ୍ଥାନ ମାନଙ୍କରେ ପବନର ବେଗ ଅଧିକ ହୋଇଛି। ତେବେ ଆଗରୁ ଯାହା ପୂର୍ବାନୁମାନ କରାଯାଇଥିଲା ତାହା ହିଁ ହେଲା। ଜଗତସିଂହପୁର ଏବଂ ପୁରୀ ଏପରିକି 7ଟି ଜିଲ୍ଲାରେ ବର୍ଷା ହେବାର ଅନୁମାନ କରାଯାଇଥିଲା, ଯେଉଁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିଲା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ। ବିଜୁଳି ଘଡଘଡି ସହିତ ଝଟକା ପବନର ବହିବାର ଥିଲା ଏବଂ ଏଠାରେ ପବନ ଏବଂ ବର୍ଷାର ଆରମ୍ଭ ହୋଇଗଲାଣି। ସେପରିକି ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ଢେଙ୍କାନାଳ କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା।